ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଏହା ହେଉଛି ଶ୍ରେଣୀ ପଞ୍ଚମ, ବିଷୟ ହେଉଛି ପରିବେଶ ଅଧ୍ୟୟନ ସାମାଜିକ ପାଠ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ନାମ, ଶିକ୍ଷାର୍ଥୀଙ୍କ ନାମ। ଠିକ୍ ଅଛି। ସମ୍ପୂର୍ଣ୍ଣ ନାମ ତୁମ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତାରିଖ, ତୁମେ ଯେଉଁ ତାରିଖ ଦିନ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ତୁମେ କେଉଁ ବ୍ଲକର এই বিদ্যালয়টি ଅଛି সেই ব্লকର নাম লেখিব। তাପରେ ଏଇଠି ଲେଖିବ ଜିଲ୍ଲା, ତୁମେ କେଉଁ ଜିଲ୍ଲାରେ এই ବିଦ୍ୟାଳୟଟି ଅଛି সেই ଜିଲ୍ଲାର ନାମ ଏଠି ଲେଖିବ। ଠିକ୍ ଅଛି। ପିଲାମାନେ ଏହା ହେଉଛି ଲିଖିତ ପରୀକ୍ଷା, ସମୟ ହେଉଛି ମାତ୍ର 45 ମିନିଟ୍। ତାପରେ ପୃଷ୍ଠା ସଂଖ୍ୟା ହେଉଛି 4, ପ୍ରଶ୍ନ ସଂଖ୍ୟା 11 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 20। ମାତ୍ର 20 ମାର୍କର ପରୀକ୍ଷା ତୁମେ ଏବେ ଦେଉଛ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। 1 ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ବାଛି ପାଖରେ ଥିବା କୋଠରୀରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି। ନିମ୍ନୋକ୍ତ ମଧ୍ୟରୁ କେଉଁ ଚିହ୍ନଟି ଆଗରେ ହମ୍ପସ୍ ରହିଛିକୁ ସୂଚନା କରୁଛି। ଏହାର ସଠିକ୍ ଉତ୍ତରଟି ହେଉଛି କ ନମ୍ବର। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାନଚିତ୍ରରେ ପାର୍ବତ୍ୟ ଭୂମିକୁ ଦର୍ଶାଇବା ପାଇଁ କେଉଁ ରଙ୍ଗ ଦିଆଯାଇଥାଏ। ଏହାର ସଠିକ୍ ଉତ୍ତରଟି ହେଉଛି ବାଦାମୀ ରଙ୍ଗ। ଠିକ୍ ଅଛି। ଖ ନମ୍ବର ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଏକ ସିଂହ ବିଶିଷ୍ଟ ଗଣ୍ଡା ଅଭୟାରଣ୍ୟ କେଉଁଠାରେ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି ଆସାମର କାଜିରଙ୍ଗା। ଆସାମର କାଜିରଙ୍ଗା ଏହା ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସିପାହୀ ବିଦ୍ରୋହ କେଉଁ ମସିହାରେ ହୋଇଥିଲା। ସିପାହୀ ବିଦ୍ରୋହ ହୋଇଥିଲା 1857। ଏଠି ଘ ନମ୍ବର ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଜିଲ୍ଲାର ସଦର ମହକୁମା ବଡ଼ ବଡ଼ ଗ୍ରାମ ଓ ପ୍ରଧାନ ସ୍ଥାନଗୁଡ଼ିକ ସହ ସଂଯୋଗ ସ୍ଥାପନ କରୁଥିବା ସଡ଼କ ପଥର ନାମ କ'ଣ। ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ ସଦର ମହକୁମା ଏଇ ଜିଲ୍ଲା ସଡ଼କ ପଥ। ଜିଲ୍ଲା ସଡ଼କ ପଥ ଗ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନଡ଼ିଆ ଚାଷ କରିବାକୁ ହେଲେ ତୁମ ଅଞ୍ଚଳର ମୃତ୍ତିକା କେଉଁ ପ୍ରକାର ହେବା ଆବଶ୍ୟକ। ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଲୁଣ ମୃତ୍ତିକା। ଲୁଣା ମୃତ୍ତିକା ଅତଏବ ଗ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଉଡ଼ାଜାହାଜରେ ଯାତ୍ରା କଲାବେଳେ ବିମାନ ଘାଟିରେ କେଉଁ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ତାକୁ ଲେଖିନେବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଗ୍ରୀଷ୍ମ ଋତୁରେ ଲୋକମାନେ ସାଧାରଣତଃ ଦାରିଙ୍ଗିବାଡ଼ି ଯିବାକୁ କାହିଁକି ପସନ୍ଦ କରନ୍ତି। ଗ୍ରୀଷ୍ମ ଋତୁରେ ଲୋକମାନେ ସାଧାରଣତଃ ଦାରିଙ୍ଗିବାଡ଼ି ଯିବାକୁ କାହିଁକି ପସନ୍ଦ କରନ୍ତି। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ତାକୁ ଲେଖିନେବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ବଡ଼ ବଡ଼ ସହରର ମୁଖ୍ୟ ରାସ୍ତା ତୁମ ଗ୍ରାମର ରାସ୍ତା ଠାରୁ କିଭଳି ଭିନ୍ନ। ଯେକୌଣସି ଦୁଇଟିର ନାମ ଲେଖିବ। ଠିକ୍ ଅଛି। ଦୁଇଟିର କାରଣ ଲେଖିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିନେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାଜସ୍ଥାନ ଅଞ୍ଚଳର ଲୋକମାନେ ଜୀବନଧାରା ବିଷୟରେ ବର୍ଣ୍ଣନା କର। ରାଜସ୍ଥାନ ଅଞ୍ଚଳର ଲୋକମାନଙ୍କର ଜୀବନଧାରା ବିଷୟରେ ବର୍ଣ୍ଣନା କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିନେବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ନିମ୍ନରେ ଦେଇଥିବା ଭାରତ ମାନଚିତ୍ରରେ ଯେକୌଣସି 4ଟି ମୁଖ୍ୟ ବନ୍ଦରକୁ ଏପରି ଏକ ଚିହ୍ନ ଦ୍ୱାରା ଦର୍ଶାଅ। ଠିକ୍ ଅଛି। ଏଇଠି ପିଲାମାନେ ଚିହ୍ନ ଦେବ ପିଲାମାନେ। ଠିକ୍ ଅଛି। ବମ୍ବେ, ମୁମ୍ବାଇ ଏଇଠି ଗୋଟେ ଚିହ୍ନ ଦେବ ପିଲାମାନେ। ଠିକ୍ ଅଛି। ଏମିତି ଗୋଟେ ଚିହ୍ନ ଦେବ। ତାପରେ ଆଉ ଗୋଟେ କେଉଁଠି ଅଛି, ଏଇଠି ମିଆଁମାର, ଏଇଠି ଗୋଟେ ଚିହ୍ନ ଦେବ। ଠିକ୍ ଅଛି। ତାପରେ ଏଇଠି ଗୋଟେ ଚିହ୍ନ ଦେବ। ଠିକ୍ ଅଛି। ମହାରାଷ୍ଟ୍ର। ଠିକ୍ ଅଛି। ତାପରେ ଏଇଠି ଏକ ଚିହ୍ନ ଦେବ। 4 ଗୋଟି ଚିହ୍ନ ଦେଲେ ତୁମକୁ ମାର୍କ ମିଳିବ। ଠିକ୍ ଅଛି।
धन्यवाद पिलामाने भिडियोटी केमिति लागिला निश्चय कमेंट कर लिखि जणाइब एवं यह भेरी भेरी इंपोर्टेंट होइतिबारु निज संगसाथी मान निकट को शेयर करिवो। ठीक अछि, धन्यवाद।